ଟ୍ରାଙ୍କୁଲାଇଜ୍ ହେଲା ନରହତ୍ତା ଦନ୍ତା। 3 ଦିନ ନେଇଥିଲା 4 ଜୀବନ। ଟ୍ରାଙ୍କୁଲାଇଜ୍ ହେଲା ନରଦନ୍ତା ଦନ୍ତା। ବାରିପଦା ରେଞ୍ଜ ଅଧୀନ ଥାନା ତସରଡ଼ା ବାଦଲସାହି ଅଞ୍ଚଳରେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଗଲା। ଏବେ ହାତୀଟି ସମ୍ପୂର୍ଣ୍ଣ ବେହୋସ ହେବା ପରେ ଲୁହା ଝିଞ୍ଜିରି ଓ ଦଉଡ଼ି ସାହାଯ୍ୟରେ ବନ୍ଧା ହୋଇଛି ଦନ୍ତା ହାତୀ। PCCFଙ୍କ ନିର୍ଦ୍ଦେଶରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ। ସୂଚନା ଥାଉ କି ବାରିପଦା ସଦର ରେଞ୍ଜରେ ଆତଙ୍କ ଖେଳାଇଥିବା ନରହତ୍ତା ଦନ୍ତାକୁ ଶେଷରେ କାବୁ କରିଛି ବନ ବିଭାଗ। ଗୁରୁବାର ରାତି 10ଟାରେ ଟ୍ରାଙ୍କୁଲାଇଜ୍ ଟିମ୍ ଟସରଡ଼ା ବାଦଲସାହିରେ ହାତୀକୁ କାବୁ କରିଛି। ହାତୀକୁ କେଉଁଠି ଛଡ଼ାଯିବ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ଦନ୍ତାଟି 3 ଦିନରେ 4 ଜଣଙ୍କ ଜୀବନ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି। ବୁଧବାର ବିଳମ୍ବିତ ରାତିରେ ସେଜରୁ ଜଣେ ମହିଳାଙ୍କୁ ଘୋଷାଡ଼ି ଆଣି ଅଗଣାରେ ଦଳି ଚକଟି ମାରିଥିଲା ଏହି ଦନ୍ତା। ମୃତ ମହିଳା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ରାଧିକାଶୂଳ ଗ୍ରାମର ସୀତାନାଥ ହାଁସଦାଙ୍କ ସ୍ତ୍ରୀ ମାନକା। ପୂର୍ବରୁ ଦନ୍ତାଟି ଦେଉଳି ରେଞ୍ଜରେ 2 ଜଣ ଏବଂ ରାସଗୋବିନ୍ଦରେ ଜଣକୁ କଚାଡ଼ି ମାରିଥିଲା। ଦନ୍ତାକୁ କାବୁ କରିବାକୁ ଗୁରୁବାର ସନ୍ଧ୍ୟାରେ ବନ ବିଭାଗର ଉଚ୍ଚସ୍ତରୀୟ ଟିମ୍ ସମେତ ପୁଲିସ ଫୋର୍ସ ରାଧିକାଶୂଳରେ ପହଞ୍ଚିଥିଲେ। ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ତାଲିମପ୍ରାପ୍ତ ଦକ୍ଷ ମାହନ୍ତଙ୍କ ସମେତ ନିଶ୍ଚେତକ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ସ୍ଥାନୀୟ ଅଞ୍ଚଳରେ ପେଟ୍ରୋଲିଂ କରିଥିଲେ। ପରେ ହାତୀଟିକୁ ଅତି ଚତୁରତାର ସହିତ ଟ୍ରାଙ୍କୁଲାଇଜ୍ କରିଥିଲେ। ଦନ୍ତାଟି ଶିମିଳିପାଳ ହାତୀ ବୋଲି ଜଣାପଡ଼ିଛି। ଶିମିଳିପାଳ ହାତୀ ଭଳି ଏହାର ଆକାର ଅପେକ୍ଷାକୃତ ଅନ୍ୟ ହାତୀ ତୁଳନାରେ ସାନ ହୋଇଥିଲେ ହେଁ ସ୍ୱଭାବ କିନ୍ତୁ ବେଶ୍ ଆକ୍ରମଣାତ୍ମକ ବୋଲି ବନ ବିଭାଗ କହିଛି। ତେବେ ଏହି ଦନ୍ତା ହାତୀକୁ କେଉଁଠି ଛଡ଼ାଯିବ ସେ ନେଇ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ବନ ବିଭାଗ।